ବାଲେଶ୍ୱର ଭଳିଆ ଜିଲ୍ଲାରେ 6 ଥର ଆମେ ବନ୍ୟା ଦେଖିଲୁ। ପ୍ରକୃତି ତାର ଦିଗ ମଧ୍ୟ ପରିବର୍ତ୍ତନ କଲା, ଚରିତ୍ର ମଧ୍ୟ ପରିବର୍ତ୍ତନ କଲା। ଏତେ ବଡ଼ ଭୂସ୍ଖଳନ ହେଲା ଯେ ଦୁଇଟା ବ୍ୟକ୍ତି ମଧ୍ୟ ଅ, ମାଟି ପଥର ତଳେ ରହିଗଲେ। ପ୍ରାକୃତିକ ବିପର୍ଯ୍ୟୟ ଦାଉ ସାଧୁଛି। ଅତୀତରେ ତ ବହୁତ ଥର ଆମେ ବନ୍ୟା ବାତ୍ୟା ଦେଖିଛୁ, କିନ୍ତୁ ଏଥର ମୌସୁମୀ ଏ, ସମୟରେ ଷଷ୍ଠ ସପ୍ତମ ଥର ପାଇଁ ଲଘୁପାତ ଜନିତ ସମସ୍ୟା ଓଡ଼ିଶାରେ ସୃଷ୍ଟି ହେଲା। ବାଲେଶ୍ୱର ଭଳିଆ ଜିଲ୍ଲାରେ 6 ଥର ଆମେ ବନ୍ୟା ଦେଖିଲୁ। ଏବେ ଯୋଉ ଲଘୁପାତ ହେଲା ସେଥିରେ ପୂର୍ବ ଅନୁମାନ ପ୍ରକୃତିରେ କରାହେଇଥିଲା ଯେ ଜଗତସିଂହପୁର ଏବଂ ପୁରୀ ଏଥିରେ ବିଶେଷ କ୍ଷୟକ୍ଷତି ହେବ ବୋଲିକି, କିନ୍ତୁ ପ୍ରକୃତି ତାର ଦିଗ ମଧ୍ୟ ପରିବର୍ତ୍ତନ କଲା, ଚରିତ୍ର ମଧ୍ୟ ପରିବର୍ତ୍ତନ କଲା। ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲା ବ୍ୟାପକ ଭାବରେ ପ୍ରଭାବିତ ହେଲା। ରାୟଗଡ଼ା ଜିଲ୍ଲାର କିଛି ଅଞ୍ଚଳ, କିଛି ଗାଁ କୁ ପାଣି ପଶିବା ଫଳରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ପଡ଼ିଲା ଏବଂ ସେମାନେ ଫେରିବାଟା ଆରମ୍ଭ କଲେଣି। କାଲି ଦିନଭର କୌଣସି ବର୍ଷା ଫର୍ଷା ବିଶେଷ କିଛି ହେଇନାହିଁ। କଳାହାଣ୍ଡିରେ ମଧ୍ୟ 8-9 ଖଣ୍ଡ ଗାଁ ପାଣି ଘେରରେ ଥିଲା ଏବଂ ଲୋକଙ୍କୁ ସ୍ଥାନାନ୍ତରିତ କରାହେଇକି ଯାହା ଯାହା ଆନୁଷାଙ୍ଗିକ ସାହାଯ୍ୟ ସହଯୋଗର ଆବଶ୍ୟକତା ଆମେ କରିଥିଲୁ। ସବୁଠୁ ବେଶୀ ପ୍ରଭାବିତ ଗଜପତି ଜିଲ୍ଲା ହେଲା ଏବଂ ଆଜିକାଲି ଗୋଟେ ନୂଆ ସମସ୍ୟା ଓଡ଼ିଶାରେ ସୃଷ୍ଟି ହେବାଟା ଆରମ୍ଭ କରିଛି। ସେଟା ହେଲା ମାଟି ସ୍ଖଳନ, ଯୋଉଟା ଭୂସ୍ଖଳନ ଫଳରେ ଯୋଉଟା ଆମର ଉତ୍ତର ପୂର୍ବାଞ୍ଚଳ ଭାରତ ବର୍ଷରେ ଆମେ ଦେଖୁଥିଲୁ, ସେଟା ଧୀରେ ଧୀରେ ଓଡ଼ିଶାରେ ମଧ୍ୟ ଆରମ୍ଭ ହେଲାଣି। ଗଜପତି ଜିଲ୍ଲା ପାହାଡ଼ ପର୍ବତପୂର୍ଣ୍ଣ ଜିଲ୍ଲା, ଯୋଉଠୁ ପଥର ଖସିବାଟା ମଧ୍ୟ ଆରମ୍ଭ ହେଲାଣି। ଜଣଙ୍କର ତ ପଥର ଖସିବା ଫଳରେ ଏବଂ ଦେହରେ ବାଜିବା ଫଳରେ ମୃତ୍ୟୁ ହେଲା। ଆଉ ଜଣଙ୍କର ମୃତଦେହ ଠାବ କରାହେଇଥିଲା, ତାକୁ ପୋଷ୍ଟମର୍ଟମ ପାଇଁ ପଠାହେଇଛି। ପୋଷ୍ଟମର୍ଟମ ଆଜି ଆସିବ। ଆସିଲେ ପ୍ରକୃତିରେ ବୁଡ଼ି ପାଣିରେ ବୁଡ଼ିକିରି ଜୀବନ ଗଲା ନା ଅନ୍ୟ କୌଣସି କାରଣରୁ ଗଲା ଜଣା ପଡ଼ିବ। ଏତେ ବଡ଼ ଭୂସ୍ଖଳନ ହେଲା ଯେ ଦୁଇଟା ବ୍ୟକ୍ତି ମଧ୍ୟ ମାଟି ପଥର ତଳେ ରହିଗଲେ। ଏହା ଭାବିକରି ରାତ୍ରି ସାରା ସେ ମାଟି ପଥର କୁ ବାହାର କରିବାରେ NDRF, ODRF ଏବଂ ଅଗ୍ନିଶମ ବାହିନୀ ଲାଗିଲେ। ମୁଁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲି ଯେ ଗଜପତିରେ ଯାଇକରି ଅବସ୍ଥାପିତ ହେବା ପାଇଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ 2-3 ଥର ଏହାର ସମୀକ୍ଷା ଆମେ କରିଥିଲୁ। ଆମର ଦକ୍ଷିଣାଞ୍ଚଳର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଜେନା, ଖଣି ଏବଂ ପରିବହନ ବିଭାଗର ମନ୍ତ୍ରୀ, ସେ ମଧ୍ୟ 2 ଦିନ ସେଠି ଅବସ୍ଥାପିତ ଥିଲେ। ଦିନ ରାତି ସେ କାମ କରିଛନ୍ତି। ଏବେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଏବଂ ଗଲା 24 ଘଣ୍ଟା ଭିତରେ ବିଶେଷ ବର୍ଷା ନାହିଁ। ଆଜି ମଧ୍ୟ ବିଶେଷ ବର୍ଷାର ସୂଚନା ନାହିଁ। ଏବେ ରହିଲା ଯେ ମୁଖ୍ୟମନ୍ତ୍ରୀ ଯେଉଁମାନେ ମୃତ ବ୍ୟକ୍ତିଙ୍କର କ୍ଷତିପୂରଣ ଘୋଷଣା କରି ସାରିଛନ୍ତି, ବାକି ଅନ୍ୟ ଯେଉଁ କ୍ଷତିପୂରଣର ରାଶି ଅଛି ତାକୁ ଆମେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛୁ। ମୂଳତଃ ରାୟଗଡ଼ା, କଳାହାଣ୍ଡି ଏବଂ ଗଜପତି ଏ 3ଟା ଜିଲ୍ଲାର ଏବଂ ଅଳ୍ପ ପ୍ରଭାବିତ ହୋଇଥିବା ଗଞ୍ଜାମ ଏବଂ କିଛି ଜିଲ୍ଲା, ସେଥିର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆହେଇଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରିକିରି, ଘର କ୍ଷୟକ୍ଷତି ହଉ, ଫସଲ କ୍ଷୟକ୍ଷତି ହଉ, ତାର ଆକଳନ କରିକିରି ତୁରନ୍ତ ରାଜସ୍ୱ ଏବଂ ବିପର୍ଯ୍ୟୟ ବିଭାଗକୁ ପଠାଇବା ପାଇଁ ଆମ ପାଖରେ ରିପୋର୍ଟ ପହଞ୍ଚିଲା। କରି କ୍ଷୟକ୍ଷତି ରାଶି ମଧ୍ୟ ଆଜି ନହେଲେ ଆସନ୍ତାକାଲି ଆମେ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛୁ। ଗଜପତିରେ ଭୂସ୍ଖଳନ ଜାଗା ରହିଛି 129ଟି ପାଖାପାଖି ଜାଗା ଚିହ୍ନଟ ହେଇଛି। ସେ ସବୁ ପାଇଁ ଲଙ୍ଗ ଟର୍ମ ପ୍ଲାନ୍ କିଛି ହଉଛି? ସେଟା ପରେ ଏବେ ସମସ୍ୟାଟା ଆରମ୍ଭ ହେଲା, ଏଭଳିଆ ସମସ୍ୟା। ତେଣୁ ଦୁଇଟା ସମସ୍ୟା ଅଛି ଯେଉଁଟାକୁ ସମାହିତ କରିବା ପାଇଁ ଆମର ଆଲୋଚନା ଏବଂ ଚିନ୍ତା ଆରମ୍ଭ ହେଲାଣି। ଗୋଟିଏ ହଉଛି ଯେ ଗୁଡ଼ିଏ ଜାଗାରେ ରାସ୍ତା ତଳେ ଥିବା କାରଣରୁ ବିଶେଷ ବର୍ଷା ହେଲେ ପାଣି ଫୁଲିଲେ, ନଦୀ ଫୁଲିଲେ ରାସ୍ତା କଟକ ହେଇଯାଉଛି। ସେଥିରୁ ମାଲକାନଗିରି ଜିଲ୍ଲାଟା ହଉଛି ସବୁଥିରୁ ପ୍ରଭାବିତ ଜିଲ୍ଲା। ଅନ୍ୟ କିଛି ଜିଲ୍ଲା ଅଛି ଯୋଉଟା ମଧ୍ୟ ଟିକେ ପାଣି ବଢିଗଲେ ନାଳ ରାସ୍ତା ଉପରେ, କଲଭର୍ଟ ଉପରେ, ବ୍ରିଜ ଉପରେ ପାଣି ଯିବାଟା ଆରମ୍ଭ କରୁଛି। ତାକୁ ମଧ୍ୟ ଅଧ୍ୟୟନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଲୋ ଲାଇଂ ରୋଡ୍ସକୁ ଠାବ କରିବା ପାଇଁ ତାକୁ ଆମେ ଆକୁ ସେ ରାସ୍ତାର ଉଚ୍ଚତା ବଢେଇବା ପାଇଁ ଚେଷ୍ଟା କରିବୁ, ଯାହାଫଳରେ ଯେତେ ବର୍ଷା ହେଲେ ବି ରୋଡ କନେକ୍ଟିଭିଟି ବନ୍ଦ ହବ ନାହିଁ। ରୋଡ କନେକ୍ଟିଭିଟି ବନ୍ଦ ହେଇଗଲେ ମୁଭମେଣ୍ଟ ବନ୍ଦ ହେଇଯାଉଛି। NDRF ଯିବେ, ODRF ଯିବ,
अग्निशम बाहिनी जीव राशन जीव बेटेरियल जीव तेणु रास्ता को उच्चा करने गोटे आम दीर्घकालीन योजना प्रस्तुत करुचु एवं जो माटी एवं पथर स्खलन होची भूस्खलन सेटा मूलतः आप देखिए जो जो जहाँ जिले पहाड़ पर्वत बेसी से जगह यहाँ होची ताकू मध्य विशेषज्ञ मान परामर्श आम नौचु ये भाया पहाड़ पर्वत भितर क्यों क्यों पहाड़ पर्वत ये स्पर्शकातर पहाड़ पर्वत जो खसबार संभावना अच्छी तांकू लेकिन आम मास्टर प्लान प्रस्तुत करछु जोटा को आम रोकवाई पूर्व प्रस्तुति करूँ जमी पथर खसिक लोक मृत्यु हम नहीं।